ଚାଲ ପିଲାମାନେ ଆଜି ଆମେ ଷଷ୍ଠ ଶ୍ରେଣୀର ସାହିତ୍ୟ ବହି ଯୋଉଟା କି ଆମର ନୂତନ କରି ବର୍ତ୍ତମାନ ଆସିଛି 2026 ମସିହାରେ ତାହାର ପ୍ରଥମ ଅଧ୍ୟାୟ ଦେଖିବା। ଏହା ହେଉଛି ଆମର ଜନ୍ମଭୂମି ବିଷୟ। ତ ଦେଖିନେବା ଏହି ଜନ୍ମଭୂମି ବିଷୟରେ ଆମର ଲେଖକ ଅଛନ୍ତି ବା କବି ଅଛନ୍ତି ଭକ୍ତ କବି ମଧୁସୂଦନ ରାୟ, ଯିଏକି ଆମର 1835 ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ 1912 ମସିହାରେ ମୃତ୍ୟୁବରଣ କରିଥିଲେ। ଭକ୍ତ କବି ମଧୁସୂଦନ ରାୟ ପୁଣ୍ୟଧାମ ପୁରୀ କ୍ଷେତ୍ରରେ ବା ପୁରୀ ସହରରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ରଚିତ ପଦ୍ମ, ପ୍ରଭାତ, ପୃଥିବୀ ପ୍ରତି, ବସନ୍ତ ଗାଥା, ଉତ୍କଳ ଗାଥା, ନିର୍ବାସିତାର ବିଳାପ ପ୍ରଭୃତି କବିତା ଗୁଡ଼ିକ ଖୁବ୍ ସରଳ ଓ ମନୋମୁଗ୍ଧକର ଥିଲା। ଜନ୍ମଭୂମି କବିତାରେ କବି ଜନ୍ମମାଟିର ଯଶଗାନ କରିଛନ୍ତି। ବର୍ତ୍ତମାନ ଆମେ କବିତାଟିକୁ ପଢିବା ଏବଂ ଏହାର ଅର୍ଥ ମଧ୍ୟ ବୁଝିବା। ଦେଖ, ଏହା ଚୋଖୀ ରାଗରେ ଲିଖିତ ବା ଚୋଖୀ ରାଗରେ ଲେଖାଯାଇଛି। ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି, ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ, ତୋର ଶ୍ରୀଚରଣେ ସେବା ପାଇଁ ମନ ପ୍ରାଣ ଦେବା, ଗାଇବା ତୋହର ନାମ ଆନନ୍ଦ ରବେ। ଅର୍ଥାତ୍ ଏଠାରେ କୁହାଯାଇଛି ତୁହି ମା ଜନ୍ମଭୂମି, ଅର୍ଥାତ୍ ଭାରତ ମାକୁ ଉଦ୍ଦେଶ୍ୟ କରି ଏଠାରେ କୁହାଯାଉଛି ଯେ ହେ ମା, ତୁ ଆମର ଜନ୍ମଭୂମି ଅଟୁ, ପବିତ୍ର ଭାରତ ଭୂମି, ଆମର ଜନ୍ମଭୂମି ପବିତ୍ର ଭାରତ ଭୂମି ଅଟେ। ତୋହରି ସନ୍ତାନ ଆମେ ଅଟୁ ସରବେ, ଅର୍ଥାତ୍ ଏହି ଭାରତ ଭୂମିର ବା ଏହି ପବିତ୍ର ଭାରତ ଭୂମିର ଆମେ ସମସ୍ତେ ସନ୍ତାନ ଅଟୁ। ତୋର ଶ୍ରୀଚରଣେ ସେବା ପାଇଁ ମନ ଦେବା, ଶ୍ରୀଚରଣେ ସେବା ପାଇଁ ମନ ପ୍ରାଣ ଦେବା, ଅର୍ଥାତ୍ ତାର କଣ କରିବା, ଆମେ ଆମର ଜନ୍ମଭୂମି ଭାରତ ବର୍ଷର ଶ୍ରୀଚରଣରେ କଣ କରିବା ବା ତା ଚରଣରେ ଆମର ଏହି ମନ ପ୍ରାଣ ଦେଇକି ଆମେ ତାର ସେବା କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ହେଉଛେ। ଗାଇବା ତୋହର ନାମ ଆନନ୍ଦ ରବେ, ଆନନ୍ଦରେ ଆମେ ଏହି ଭାରତ ଭୂମିର ଜୟଗାନ କରିବା। ତୋ ଆନନ୍ଦେ ହୋଇବା ସୁଖୀ, ତାହାର ଆନନ୍ଦରେ ଆମେ ସୁଖୀ ମଧ୍ୟ ହୋଇଥାଉ। କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ, ତାର ଦୁଃଖ ହେଲେ ଆମେ ଦୁଃଖୀ ହୋଇଥାଉ। ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର, ମସ୍ତକେ ହିମାଳୟ ପର୍ବତବର। ଧନ୍ୟ ମହିମା ତୋର, ମାନେ କୁହାଯାଉଛି ଭାରତ ଭୂମି ପରି ଭୂମିର ମହିମା ଅନ୍ୟ କେଉଁଠାରେ ଗଲେ ମିଳିବ ନାହିଁ ବା ଏହାର ପଟାନ୍ତର ନାହିଁ ବା ଏହାକୁ ଆଉ କାହା ସହିତ ଆମେ ତୁଳନା ମଧ୍ୟ କରିପାରିବା ନାହିଁ। ମସ୍ତକରେ ହିମାଳୟ ପର୍ବତବର, ଅର୍ଥାତ୍ ଆମ ଭାରତ ବର୍ଷର ମାନଚିତ୍ର ସଦୃଶ୍ୟ ଯଦି ଆମେ ଦେଖିବା, ଭାରତ ବର୍ଷର ମାନଚିତ୍ରର ଉପରି ଭାଗରେ ଆମର ଅଛି ହିମାଳୟ ପର୍ବତ, ଦୁଇ ପାରୁଷେ ଜଳଧି, ଦୁଇ ପାର୍ଶ୍ୱରେ ଜଳଧି ବହି ଯାଉଛି, ଗୋଟିଏ ବ୍ରହ୍ମପୁତ୍ର ଆଉ ଗୋଟେ ସିନ୍ଧୁ ନଦୀ। ଚରଣରେ ବିରାଜିତ ମହାସାଗର, ଚରଣରେ ଆମର ଭାରତ ମହାସାଗର ଅବସ୍ଥିତ। ବିନ୍ଧ୍ୟ ଗିରିବର କଟିରେ, ଅର୍ଥାତ୍ ଏହାର ମଧ୍ୟ ଭାଗରେ ବିନ୍ଧ୍ୟ ଗିରିବର ବିନ୍ଧ୍ୟ ପର୍ବତମାଳା ଏହାର ମଧ୍ୟ ଭାଗରେ ଅବସ୍ଥିତ। ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ, ଅର୍ଥାତ୍ ଏହାର ଭିତରେ ଗଙ୍ଗା ଆଉ ବିଭିନ୍ନ ନଦୀ ମାନ ଏହା ମଧ୍ୟରେ ଶୋଭା ପାଉଥିବା କଥା କୁହାଯାଇଛି। ଦେଖିବା ତାପରେ, ଜନମିଲେ ତୋ କୋଳରେ କେତେ ସୁର ବୀର ନରେ, ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ, ମହାକବି ବେଦବ୍ୟାସ ବାଲ୍ମୀକି କାଳିଦାସ, ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ। ଶ୍ରୀ ଚୈତନ୍ୟ ମହାତ୍ମା ଜନ୍ମେ, ପଚାରିଲେ ବିଭୁ ନାମ ଆନନ୍ଦ ମନେ, ଅର୍ଥାତ୍ ଜନ୍ମିଲେ ତୋ କୋଳରେ କେତେ ସୁର ବୀର ନରେ, ଅର୍ଥାତ୍ କେତେ ସୁରବୀର ତୋ କୋଳରେ ଜନ୍ମଗ୍ରହଣ କରିଛନ୍ତି, ଯେପରିକି ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ, ମହାକବି ବେଦବ୍ୟାସ, ବାଲ୍ମୀକି, କାଳିଦାସ ଇତ୍ୟାଦି ସମସ୍ତେ ଏଠାରେ ଜନ୍ମଗ୍ରହଣ କରିଛନ୍ତି। ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ସେମାନେ ସମସ୍ତେ ପବିତ୍ର କଣ୍ଠରେ ତୋର ଗୁଣଗାନ କରି ଯାଇଛନ୍ତି। ଚୈତନ୍ୟ ମହାତ୍ମା ଜନ୍ମେ, ପଚାରିଲେ ବିଭୁ ନାମ ଆନନ୍ଦ ମନେ, ଅର୍ଥାତ୍ ଚୈତନ୍ୟଙ୍କ ଭଳି ମହାତ୍ମା ମାନେ ମଧ୍ୟ ଏଠାରେ ଜନ୍ମଗ୍ରହଣ କରିଛନ୍ତି, ଯେପରି ଭଗବାନ ସଦୃଶ୍ୟ ବା ସ୍ଵୟଂ ଭଗବାନ ରାମଚନ୍ଦ୍ର ଶ୍ରୀକୃଷ୍ଣ ମଧ୍ୟ ଏହି ଭୂମିରେ ଜନ୍ମଗ୍ରହଣ କରିଛନ୍ତି ଏବଂ ତାଙ୍କ ନାମରେ ଆମେ ଆନନ୍ଦିତ ମଧ୍ୟ ହୋଇଥାଉ। କେତେ କେତେ ପୁଣ୍ୟବତୀ କେତେ ପବିତ୍ର ସତୀ, କେତେ
ବୀର ନାରୀ କେତେ ବୀର ଜନନୀ, ସମସ୍ତେ ତୋର ଦୁହିତା, ପଦ୍ମିନୀ ସାବିତ୍ରୀ ସୀତା। ଅର୍ଥାତ୍ ଏମାନେ ସମସ୍ତେ ସାବିତ୍ରୀ, ସୀତା ଇତ୍ୟାଦି ବୀର ଜନନୀ ମାନେ ଆଉ ବୀର ନାରୀ ମାନେ ମଧ୍ୟ ଏହି ଭୂମିରେ ଜନ୍ମଗ୍ରହଣ କରିଛନ୍ତି। ଦୁର୍ଗାପତି ଆଦି କେତେ ବୀର ରମଣୀ, ଅର୍ଥାତ୍ ଦୁର୍ଗାପତିଙ୍କ ପରି ମଧ୍ୟ ବୀର ରମଣୀ ମାନେ ମଧ୍ୟ ଏଠାରେ ଜନ୍ମଗ୍ରହଣ କରିଛନ୍ତି। ନମଇ ମା ଭକତିରେ ଅଧମ ଅକ୍ଷମ ତୁ ତୋ ଚରଣରେ। ସୁତ ତୋ ଚରଣରେ ଅର୍ଥାତ୍ ତୋ ପୁଅ ଆଜି ତୋ ଚରଣରେ କଣ କରୁଛି, ତାର ମୁଣ୍ଡ ନୁଆଉଛି। ଅର୍ଥାତ୍ ଏଠାରେ କବି ନିଜେ କହିଛନ୍ତି ଯେ ସେ ତାଙ୍କର ମୁଣ୍ଡ ଆଜି ନୁଆଉଛନ୍ତି ବା ତାଙ୍କୁ ଭୂମିଷ୍ଠ ପ୍ରଣାମ କରୁଛନ୍ତି। ଏହି କଥା ଏଠାରେ ସେ କହିଛନ୍ତି।